Hello student, welcome to the BM classes. This is Vishnu Mahanan, lecturer in English, Piravati Women's College, Teresinga, District Kalahandi. Today I am going to teach you the third approach of the plus 2 second year art, science and commerce, the portrait of a lady, written by the famous writer Khushwant Singh. Khushwant Singh is one of the famous writer of Indian English literature. Khushwant Singh was born in the year 2nd February 1915. He is a prominent Indian English writer and journalist. His weekly column with Molly Stewart one and all, carried by several Indian newspapers, is among the most widely known column. He is one of the most famous and well known in Indian literary history as one of the finest historian and novelist, a fortnight political commentators, an outstanding observer and a critic of social life. He has written so many novel, short story, and weekly columns through which he has become the famous writer of in Indian English literature. Today I am going to teach you the first unit of the famous autobiographical prose or the essay, The Portrait of a Lady. Before you go to the text, I want to say something about the Portrait of a Lady. Portrait of a Lady is one of the autobiographical essay of the writer Khushwant Singh. Today I am going to teach you the third approach of the plus 2 second year art, science, commerce, the portrait of a lady, written by the Khushwant Singh, the first unit of the approach. Now come to the text. My grandmother, like everybody's grandmother, was an old woman. ଏଠି ଲେଖକ ଖୁସ୍ବନ୍ତ ସିଂ କହୁଛନ୍ତି ତାଙ୍କର ଆଈମାଙ୍କ ବିଷୟରେ। ମାଇ ଗ୍ରାଣ୍ଡମଦର ଲାଇକ୍ ଏଭ୍ରିବଡିଜ୍ ଗ୍ରାଣ୍ଡମଦର ୱାଜ୍ ଆନ୍ ଓଲ୍ଡ ମ୍ୟାନ୍। ସେ କହୁଛନ୍ତି ସମସ୍ତଙ୍କର ଯେପରି ଗୋଟିଏ ଗୋଟିଏ ଗ୍ରାଣ୍ଡଫାଦର ଗ୍ରାଣ୍ଡମଦର ଥାଆନ୍ତି, ଠିକ୍ ସେହିପରି ମୋର ଜଣେ ଗ୍ରାଣ୍ଡମଦର ଥିଲେ, ଯିଏ କି ଜଣେ ବୁଢ଼ୀ ବା ବୟସ୍କ ମହିଳା ଥିଲେ। ସମସ୍ତଙ୍କ ପରି ସେ ମଧ୍ୟ ଗୋଟିଏ ବୃଦ୍ଧା ମହିଳା ଥିଲେ। She had been old and wrinkled for the 20 years that I had known her. She had been old. ସେ ବୟସ୍କ ହେଇଥିଲେ ମଧ୍ୟ, ତାଙ୍କ ମୁହଁରେ ଲୁଞ୍ଚକୁଞ୍ଚ ହେଇଥିଲେ ମଧ୍ୟ ସେ 20 ବର୍ଷର ଲାଗୁଥିଲେ ବୋଲି ସେ କହୁଛନ୍ତି। People said that she had once been young and pretty and had even had a husband. ସେ ବର୍ତ୍ତମାନ କହୁଛନ୍ତି ଯେ ଲୋକମାନେ କହନ୍ତି ଯେ ମୋ ଜେଜେମା ବା ମା ଗ୍ରାଣ୍ଡମଦର ସେ ତାଙ୍କର ଯୌବନ ସମୟରେ ବହୁତ ସୁନ୍ଦରୀ ଦେଖାଯାଉଥିଲେ ଏବଂ ଏତେ ସୁନ୍ଦରୀ ଦେଖାଯାଉଥିଲେ ଯେ ଯାହାକି ତୁଳନା କରିହେବ ନାହିଁ। ଯୋଉଟାକି ଯେପରି ତାଙ୍କର ଗୋଟିଏ ହଜବେଣ୍ଡ ମଧ୍ୟ ଥିଲେ ଓ ସେ ଏତେ ସୁନ୍ଦର ଦେଖାଯାଉଥିଲେ ବୋଲି ଲେଖକ ଏଠି କହୁଛନ୍ତି। But that was hard to believe that. କିନ୍ତୁ ସେ କଥା ମୋତେ ବହୁତ କଷ୍ଟ ଲାଗୁଛି ତାହା ବିଶ୍ୱାସ କରିବା ପାଇଁ, କାରଣ ସେ ବୟସ୍କ ହେଇଥିଲେ ମଧ୍ୟ ଏତେ ସୁନ୍ଦରୀ ଥିଲେ, ଏତେ ସୁନ୍ଦର ଦେଖାଯାଉଥିଲେ, 20 ବର୍ଷର ଝିଅ ପରି ଦେଖାଯାଉଥିଲେ
ଆଉ ସେଇ ଲୋକମାନଙ୍କର କଥା ସେ ଲୋକମାନେ ଯେପରି କହୁଥିଲେ ଯେ ତାଙ୍କର ଜେଜେମା ବା ତାଙ୍କର ଆଈ ଏତେ ସୁନ୍ଦରୀ ଦେଖାଯାଉଥିଲେ ଆଉ ତାଙ୍କର ଅଜା ଆଉ ତାଙ୍କ ଦୁଇ ଜଣଙ୍କର କମ୍ବିନେସନ୍ଟା ଏପରି ଏକ ଥିଲା ଯେ ଯେଉଁଟାକି ତାଙ୍କୁ ବିଶ୍ୱାସଯୋଗ୍ୟ ନୁହେଁ ବା ଏଇଟା ଦିସ୍ ଇଜ୍ ଭେରି ହାର୍ଡ଼ ଟୁ ବିଲିଭ୍ ବୋଲି ସେ କହୁଛନ୍ତି। ମାଇ ଗ୍ରାଣ୍ଡମଦର୍ସ ପୋର୍ଟ୍ରେଟ୍ hung above the mantel piece in the drawing room। ସେ ବର୍ତ୍ତମାନ କହୁଛନ୍ତି ଯେ ମୋ ଆଈଙ୍କ ପୋର୍ଟ୍ରେଟ୍ ମାନେ ଏକ ଲମ୍ବ ଛବି ସେ କହୁଛନ୍ତି ଯେ ମୋ ଆଈର ଏକ ଲମ୍ବ ଛବି ଏଇ ଆମ ଘରର ଡ୍ରଇଂ ରୁମ୍ର ସେଇ ଦିୱାଲରେ ଲଗା ହେଇଥିଲା ଝୁଲା ହେଇଥିଲା ଯେଉଁଟା ଯିଏ ମଧ୍ୟ ଆସି ସେଇ ଡ୍ରଇଂ ରୁମ୍ରେ ବସିଲେ ସେଇ ପୋର୍ଟ୍ରେଟ୍ ବା ସେଇ ଛବି ଉପରେ ସମସ୍ତଙ୍କର ନଜର ପଡ଼ିଯାଉଥିଲା ବୋଲି ଲେଖକ କହିଛନ୍ତି। ମୁଁ ତା ପୂର୍ବରୁ ଦ ପୋର୍ଟ୍ରେଟ୍ ଅଫ୍ ଏ ଲେଡି ବିଷୟରେ ଦୁଇ ଲାଇନ୍ କହିବାକୁ ଚାହୁଁଛି। ଦ ପୋର୍ଟ୍ରେଟ୍ ଅଫ୍ ଏ ଲେଡି କହିଲେ ଗୋଟିଏ ମହିଳାର ଲମ୍ବ ଛବି ବା ଗୋଟିଏ ମହିଳାର ଛବିକୁ ପୋର୍ଟ୍ରେଟ୍ ଅଫ୍ ଏ ଲେଡି ବୋଲି ଲେଖକ ଖୁଶବନ୍ତ ସିଂ ଏଠି ନିଜ ଆଈ ମାଙ୍କ ବିଷୟରେ ସେ ସୁନ୍ଦର ଭାବରେ ବର୍ଣ୍ଣନା କରି ତାଙ୍କର ଆଈ ମାଙ୍କ ସହିତ ତାଙ୍କର କିପରି ସମ୍ପର୍କ ଥିଲା, କିପରି ତାଙ୍କ ଦୁଇ ଜଣଙ୍କ ମଧ୍ୟରେ ସୁସମ୍ପର୍କ ଥିଲା ଆଉ ତାଙ୍କ ଦୁଇ ଜଣ ଭିତରେ ଯେଉଁ ରିଲେସନସିପ୍ ଥିଲା କେୟାରନେସ୍ ଥିଲା ସେସବୁ ଏହି ଅଟୋବାୟୋଗ୍ରାଫି ଏହି ଆତ୍ମକାହାଣୀର ପାଠରୁ ଏଇ ଦ ପୋର୍ଟ୍ରେଟ୍ ଅଫ୍ ଏ ଲେଡି ସୁନ୍ଦର ଭାବରେ ତାଙ୍କର ଆଈ ମା ବିଷୟରେ ଆମ ସମସ୍ତଙ୍କୁ ଜଣାଇବାକୁ ଚାହିଁଛନ୍ତି। ପ୍ରକୃତରେ ଯେଉଁ ପୁଅ ବା ଯେଉଁ ଛାତ୍ର ବା ଯେଉଁ ଛାତ୍ରୀମାନଙ୍କର ଅଜା କିମ୍ବା ଆଈ ଅଛନ୍ତି ସେମାନେ ନିହାତି ହୃଦବୋଧ କରିପାରିବେ ଯେ ତାଙ୍କର ଅଜା କିମ୍ବା ଆଈ ସେମାନଙ୍କୁ କେତେ ସ୍ନେହ ଆଦର କରନ୍ତି ଆଉ ପ୍ରକୃତରେ କେତେ ସ୍ନେହ ଆଦର ଅଜା ଆଉ ଆଈଙ୍କ ଠାରୁ ଆମେ ପାଉ ତାହା ହୁଏତ ଯାହାର ଅଜା ଆଈକୁ ଯିଏ ଦେଖିନଥିବେ ସେ ଜାଣିପାରିନଥିବେ କିନ୍ତୁ ଯେଉଁ ଛାତ୍ର ବା ଛାତ୍ରୀଙ୍କର ଅଜା ଆଈ ବର୍ତ୍ତମାନ ମଧ୍ୟ ଜୀବନ୍ତ ଅଛନ୍ତି ସେମାନଙ୍କୁ ସ୍ନେହ ଶ୍ରଦ୍ଧା କରୁଛନ୍ତି ସେମାନେ ନିହାତି ତାଙ୍କର ଅଜା ଆଉ ଆଈଙ୍କୁ ଏହି ପାଠ୍ୟ ପଢ଼ିଲା ପରେ ତାଙ୍କର ସ୍ନେହ ପ୍ରେମ ବଢ଼ିଯିବ ଆଉ ସୁନ୍ଦର ଭାବରେ ତାଙ୍କର ଅଜା ଆଈଙ୍କ ସହିତ ସେ ମାନେ ସୁସମ୍ପର୍କ ରଖିବେ ବୋଲି ମୁଁ ଆଶା କରେ। ଏହି ପାଠ ପ୍ରକୃତରେ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ଅଜା ଆଈଙ୍କୁ କିପରି ଭାବରେ ସ୍ନେହ ପ୍ରେମ ଭରା ସୁସମ୍ପର୍କ ରହିବ ସେ ଦିଗନ୍ତରେ ଏହି ପାଠକୁ ଏଠି ସ୍ଥାନିତ କରାହୋଇଛି। +2 ଫାର୍ଷ୍ଟ ଇୟର କିମ୍ବା ସେକେଣ୍ଡ ଇୟର ଛାତ୍ରଛାତ୍ରୀମାନେ ସ୍ପେସିଆଲି ପାଠ ପଢ଼ି ପାସ୍ ଆଉଟ୍ ହେଲା ପରେ ତାଙ୍କ ଅଜା ଆଈଙ୍କୁ କିପରି ସେମାନେ ସମ୍ମାନ କରିବେ ସେମାନଙ୍କ ସହିତ କିପରି ସୁସମ୍ପର୍କ ଗଠନ କରିବେ ଏହି ପାଠ ପଢ଼ିଲା ପରେ ମୁଁ ଆଶା କରେ ଅନେକ ଲୋକମାନଙ୍କର ଉପକୃତ ହେବ। ସେମାନଙ୍କର ଅଜା ଆଈଙ୍କୁ ସେମାନେ ସ୍ନେହ କରିବେ ଶ୍ରଦ୍ଧା କରିବେ ଆଉ ସୁସମ୍ପର୍କ ସେମାନଙ୍କ ମଧ୍ୟରେ ଗଢ଼ି ଉଠିବ ବୋଲି ମୁଁ ଆଶା କରେ। Now come to the next paragraph. He wore a big turban. He referred to the grandfather of the writer. He କହିଲେ ଏଠି ପୁରୁଷ ପିଲା ସେ ପୂର୍ବ ପାରାଗ୍ରାଫରେ ତାଙ୍କର ଆଈ ମା ବିଷୟରେ କହିସାରିଛନ୍ତି। ବର୍ତ୍ତମାନ ହି କହିଲେ ଏଠି ତାଙ୍କର ଅଜାକୁ ବୁଝିବାକୁ ହେବ। ହି wore a big turban and loose fitting clothes. ହି ମାନେ ତାଙ୍କର ଅଜା ସେ ଗୋଟିଏ ବିଗ୍ ଟର୍ବାନ୍ ମାନେ ବଡ଼ କୁର୍ତ୍ତା ଏବଂ ଲୁଜ୍ ଫିଟିଂ ଏବଂ ଢିଲା ପାଇଜାମା ସେ ପିନ୍ଧୁଥିଲେ। ହିଜ୍ ଲଙ୍ଗ୍ ହ୍ୱାଇଟ୍ ବିୟର୍ଡ଼ ତାଙ୍କର ଲମ୍ବା ଧଳା ଦେଖାଯାଉଥିବା ଦାଢ଼ି କଭର୍ ଦ ବେଷ୍ଟ ପାର୍ଟ ଅଫ୍ ହିଜ୍ ଚେଷ୍ଟ ଯେଉଁଟାକି ତାଙ୍କ ଛାତିର ଅଧିକାଂଶ ପାର୍ଟକୁ କଭର୍ କରୁଥାଏ ବା କଭର୍ କରୁଥିଲା। ହି ଲୁକ୍ଡ at least 100 year old ସେ ତାଙ୍କର ଅଜା 100 ବର୍ଷ ବା 100 years oldର ଗୋଟେ ଯୁବକ ବା ବୃଦ୍ଧ ପରି ଦେଖାଯାଉଥିଲେ। He did not look the sort of a person who would have a wife or children ସେ ଏତେ ଛୋଟ ଦେଖାଯାଉନଥିଲେ ଯେ ଯାହାଙ୍କର ଛୁଆ ପିଲା କିମ୍ବା
ସ୍ତ୍ରୀ ନଥିଲା ପରି ସେ ଦେଖାଯାଉନଥିଲେ। ସେ ଦେଖିବାକୁ ବହୁତ ବୟସ୍କ ଦେଖାଯାଉଥିଲେ, ବହୁତ ଲମ୍ବା ଥିଲେ, ଦେଖିବାକୁ ବହୁତ ଭୟଙ୍କର, ତାଙ୍କର ହାଇଟ୍ ବହୁତ ଥିଲା ବୋଲି ଲେଖକ ଏଠି କହୁଛନ୍ତି। He he looked as he could only have lots and lots of grandchildren। ସେ ତାଙ୍କ ଏପରି ଦେଖାଯାଉଥିଲେ ଯେ ତାଙ୍କର ଏଫେରିସିଆନ୍ସ ବା ତାଙ୍କ ଚେହେରାରୁ ଜଣାପଡ଼ୁଥିଲା ଯେ ତାଙ୍କର ଅନେକ ଗୁଡ଼ିଏ ନାତି କିମ୍ବା ନାତୁଣୀ ଥିବେ ପରି ମନେ କରାଯାଉଥିଲା। As for grandfather being young and pretty, as for grandmother being young and pretty, the the thought was almost revolting। ମୁଁ ଯେତେବେଳେ ମୋ ଆଈ ମାଙ୍କ କଥା ମନେ ପକାଏ ମୁଁ ଭାବେ ଯେ ଏଇ ଦୁଇଟା ପ୍ରକୃତରେ ଏକ ରିଭୋଲ୍ଟିଂ ବା ସେ ପ୍ରକୃତରେ ତାହା ଏପରି ଏକ ଯାହାକୁ ଆମେ ବିଶ୍ୱାସ କରିବାଟା ବେଳେ ବେଳେ ରିଭୋଲ୍ଟିଂ ମାନେ ସେଇ ନଟ୍ ମ୍ୟାଚିଂ ସେଇ କଥା ଗୁଡ଼ିକ ମୋତେ ମ୍ୟାଚ୍ କଲା ପରି ଲାଗୁନଥିଲା। କାରଣ ମୋର ଜେଜେମା ବା ମୋ ଭାଇ ବହୁତ ସୁନ୍ଦର ହେଇ ଗୋଟେ 20 ବର୍ଷର ଝିଅ ପରି ଦେଖାଯାଉଥିବା ବେଳେ ମୋର ଅଜା 100 ବର୍ଷର ଜଣେ ବୁଢ଼ା ପରି ଅନେକ ଗୁଡ଼ିଏ ପିଲାଛୁଆ ଥିବା ଗୋଟେ ବୟସ୍କ ଲୋକ ପରି ଦେଖାଯାଉଥିଲେ। She often told us that the game she used to play as child, she stand for the grandmother in this line। ସେ ସି କହିଲେ ଗୋଟେ ମହିଳାକୁ ବୁଝଉଛି, ତେଣୁ ତାଙ୍କର ଆଈମାକୁ ବୁଝିବା। ସି often told us, ତାଙ୍କର ଲେଖକଙ୍କର ଆଈମା ତାଙ୍କୁ ତାଙ୍କ ପିଲାବେଳେ କିପରି ଗେମ୍ ଖେଲୁଥିଲେ, କେଉଁ କେଉଁ ଗେମ୍ ସବୁ ଖେଲୁଥିଲେ, ସି ୟୁଜ୍ ଟୁ ପ୍ଲେ ଏଜ୍ ଏ ଚାଇଲ୍ଡ, ତାଙ୍କ ଛୋଟ ଛୋଟ ଛୁଆ ଥିଲା ସମୟରେ କେଉଁ ଖେଳ ଗୁଡ଼ିକ ସବୁ ଖେଲୁଥିଲେ ସେସବୁ ମୋତେ କହୁଥିଲେ, ମୋତେ ଜଣାଉଥିଲେ ବୋଲି ସେ କହିଛନ୍ତି। That seems quite absurd and undignified on the part, and we treated it like the fable and the prophet she used to tell us। ସେ ଏପରି ଭାବରେ ତାଙ୍କର ପିଲାବେଳ କଥା ବର୍ଣ୍ଣନା କରୁଥିଲେ, ପ୍ରକୃତରେ ସେ ସବୁ ଅନଡିଗ୍ନିଫାଏଡ଼ ବା ଅସମ୍ମାନଜନକ ବା ଟ୍ରିଟେଡ଼ ବିଚାର କରି ଯଦି ତାହା ବିଚାର କରାଯିବ ତାହେଲେ କାହାଣୀଟା ଏତେ ଭଲ ଲାଗିବ ଯେ ତାହା ନ କହିଲେ ସରେ ବୋଲି ଲେଖକ ଏଠି କହୁଛନ୍ତି। ପ୍ରକୃତରେ ଲେଖକ ତାଙ୍କର ଅଜା ଆଉ ଆଈକୁ ପାଇଁ ବହୁତ ଖୁସି ଅନୁଭବ କରିଥିବେ, ତେଣୁ ସେ ତାଙ୍କର ଅଜା ଆଉ ଆଈଙ୍କ ବିଷୟରେ ସୁନ୍ଦର ଭାବରେ ଏହି ପାଠ ମାଧ୍ୟମରେ ସେ ଆମ ସମସ୍ତଙ୍କୁ ଜଣାଇବାକୁ ଚାହିଁଛନ୍ତି ଏବଂ ତାଙ୍କର ପିଲାବେଳର ଏକ୍ସପିରିଏନ୍ସକୁ ଏହି ପାଠ ମାଧ୍ୟମରେ ସମସ୍ତଙ୍କୁ କହୁଛନ୍ତି। Now come to the third paragraph of this famous prose। She has always been short and fat and slightly bent। ବର୍ତ୍ତମାନ ଲେଖକ ଖୁଶବନ୍ତ ସିଂ ତାଙ୍କର ଆଈମା ବିଷୟରେ ବର୍ଣ୍ଣନା କରୁଛନ୍ତି। She had always been short, ସେ ସବୁବେଳେ short ମାନେ ଗେଡ଼ି ବା ଛୋଟ ଦେଖାଯାଉଥିଲେ। and fat and slightly bent, ସେ ମୋଟି ହେଇ slightly bent, ତାଙ୍କର ଅଣ୍ଟା ଟିକେ ବେଣ୍ଟ ଥିଲା ବୋଲି ସେ କହୁଛନ୍ତି। her face was a crisis cross of wrinkles, ତାଙ୍କର ମୁହଁଟା ଲୁଞ୍ଚକୁଞ୍ଚ ହେଇ ତାଙ୍କ ଉପରୁ ତଳ ଗୋଟେ ଗାର ଗାର ହେଇ ଲୁଞ୍ଚକୁଞ୍ଚ ହେଇଥିଲା। from the everywhere to everywhere, ତାଙ୍କ ଦେହ ସାରା ମୁହଁ ସାରା ଗୋଟେ ଗାର ଗାର ହେଇ ସବୁ ଲୁଞ୍ଚକୁଞ୍ଚ ହେଇଥିବା ବୋଲି କବି ବା ଲେଖକ କହୁଛନ୍ତି। no we were certain she had always been as we had known her। ଆମେ ଜାଣିଛୁ ଯେ ସେ ତାଙ୍କର ପିଲାବେଳେ ଏତେ ସୁନ୍ଦର ଦେଖାଯାଉଥିଲେ। ମୁଁ ଲୋକମାନଙ୍କଠାରୁ ଶୁଣିଛି, ଲୋକମାନେ କହନ୍ତି ଯେ ସେ ବହୁତ ସୁନ୍ଦରୀ ସେ ଦେଖାଯାଉଥିଲେ ଏବଂ ତାଙ୍କର ଚେହେରା ଲୁଞ୍ଚକୁଞ୍ଚ ହେଇଥିଲେ ମଧ୍ୟ ସେ 20 ବର୍ଷର ଝିଅ ପରି ଦେଖାଯାଉଥିଲେ ବୋଲି କବି ଲେଖକ ଏଠି କହୁଛନ୍ତି। so terrible old that she could not have grown older and had stayed at the same age for the 20 years। ସେ ତାଙ୍କ ବୟସ୍କ ହେଇଥିଲେ ମଧ୍ୟ ତାଙ୍କର ସେଇ ଚେହେରାରେ ଲୁଞ୍ଚକୁଞ୍ଚ ହେଇଥିଲେ ମଧ୍ୟ ସେ କେବେ ହେଲେ ଟର୍ନ ବୁଢ଼ୀ ହେଲା ପରି
ଟର୍ନ ହେଲା ପରି ଟର୍ନ ଇଣ୍ଟୁ ଓଲ୍ଡ ଓମେନ୍ ବାସ୍ ବୁଢ଼ୀ ହେଲା ପରି ସେ ଦେଖାଯାଉ ନଥିଲେ। ସେ ସବୁବେଳେ 20 ବର୍ଷର ଯୁବତୀ ପରି ଦେଖାଯାଉଥିଲେ ବୋଲି କବି ଲେଖକ ଏଠି ସୁନ୍ଦର ଭାବରେ କହିଛନ୍ତି। ସି କୁଡ୍ ନେଭର ହ୍ୟାଭ୍ ବିନ୍ ପ୍ରିଟି ବଟ୍ ସି ୱାଜ୍ ଅଲୱେଜ୍ ବିୟୁଟିଫୁଲ୍। ସେ ଦେଖିବାକୁ କେବଳ ସୁନ୍ଦରୀ ନଥିଲେ, ସେ ସବୁବେଳେ ବହୁତ ସୁନ୍ଦରୀ ଥିଲେ ବୋଲି ଲେଖକ ଏଠି ସୁନ୍ଦର ଭାବରେ ତାଙ୍କର ଆଇମା ବିଷୟରେ ସେ କହୁଛନ୍ତି। ସି hovered about the house in spotless white with one hand resting in her weight balance for her stood and the other telling the beads of her rosary। ସେ ବ୍ୟାଣ୍ଡ ହେଇଥିଲେ ମଧ୍ୟ ସେ ମୋଟି ହେଇଥିଲେ ମଧ୍ୟ ଘରର ଅନେକ ଗୁଡ଼ିଏ କାମ ସେ ସୁନ୍ଦର ଭାବରେ କରିପାରିଥିଲେ ଏବଂ ତା ସହିତ ସେ ତାଙ୍କର ଯେଉଁ ଅଣ୍ଟାର ବାଲାନ୍ସ ମଧ୍ୟ ବହୁତ ସୁନ୍ଦର ଭାବରେ ସେ ରଖିଥିଲେ। ଆଉ ସେ ପ୍ରେୟାର କରିବା ସାଙ୍ଗରେ ଗୋଟିଏ ରୁଦ୍ରାକ୍ଷ ମାଲା ସବୁବେଳେ ଜପୁଥିବାର ଦୃଶ୍ୟ ଅନେକ ଲୋକମାନେ ଦେଖିଛନ୍ତି ବୋଲି ଲୋକମାନେ ମୋତେ କହନ୍ତି ଏବଂ ମୁଁ ମଧ୍ୟ ତାଙ୍କଠାରୁ ଶୁଣିଛି ବୋଲି ଲେଖକ ଏଠି କହୁଛନ୍ତି। Her silver locks were scattered untidily over her pale। ସେ ଆଗକାଳରେ ବୁଢ଼ା କିମ୍ବା ବୁଢ଼ୀ ଲୋକମାନେ ସିଲଭରରେ ତିଆରି ହେଇଥିବା ଅନେକ ଗୁଡ଼ିଏ ସୁନା ଅନେକ ଗୁଡ଼ିଏ ଅଲଙ୍କାର ମାନେ ପିନ୍ଧୁଥିଲେ। ଠିକ୍ ସେହିପରି ତାଙ୍କର ଜେଜେମା ମଧ୍ୟ ସେଇ ସିଲଭର ବା ରୂପାର ଅଲଙ୍କାର ପିନ୍ଧିଥିଲେ, ଯେଉଁଟା ତାଙ୍କ ପାଇଁ ବହୁତ ଫିଟ୍ ହେଉଥିଲା ଆଉ ତାଙ୍କର ସୌନ୍ଦର୍ଯ୍ୟ ବଢ଼ାଉଥିଲା ବୋଲି ଲେଖକ ଏଠି କହୁଛନ୍ତି। Over her pale pocked face and her lips constantly move in the inaudible prayer। ତାଙ୍କର ମୁହଁ ସବୁବେଳେ ହସ ହସ ଥିଲା ଏବଂ ତାଙ୍କର ଓଠଟି ସବୁବେଳେ ସେ କିଛି ନା କିଛି ପ୍ରେୟାର କରୁଥିବାର ଦେଖିବାକୁ ମିଳିଥିଲା। ସେ ସବୁବେଳେ କିଛି କିଛି ଗୁଣୁ ହେଇ ତାଙ୍କର ଓଠଟି ସବୁବେଳେ ଚଲେଇ ଥିଲେ ଏବଂ କିଛି ନା କିଛି ସେ ସେଇ ପ୍ରେୟାର କରୁଥିଲେ ବୋଲି ଲେଖକ ଅନୁମାନ କରିଥିଲେ ଏବଂ ତାଙ୍କ ଆଇମା କିପରି ପ୍ରାର୍ଥନା କରୁଥିଲେ, ମନେ ମନରେ କିପରି ତାଙ୍କ ଓଠରେ ପ୍ରାର୍ଥନା କରୁଥିଲେ, ସେ ବିଷୟରେ ସେ ଆଜି ଏଠି ସୁନ୍ଦର ଭାବରେ ସେ ଆଇମାଙ୍କ ବିଷୟରେ ବର୍ଣ୍ଣନା କରୁଛନ୍ତି। ୟେସ୍ ସି ୱାଜ୍ ବିୟୁଟିଫୁଲ୍। ବର୍ତ୍ତମାନ ସେ କହୁଛି ପ୍ରକୃତିରେ ସେ ବହୁତ ସୁନ୍ଦରୀ ଥିଲେ। ସି ୱାଜ୍ ଲାଇକ୍ ଦ ୱିଣ୍ଟ୍ରି ଲ୍ୟାଣ୍ଡସ୍କେପ୍ ଇନ୍ ଦ ମାଉଣ୍ଟେନ୍ସ। ସେ ଏପରି ସୁନ୍ଦରୀ ଥିଲେ ସତେକି ଯେପରି ୱିଣ୍ଟ୍ରି ଲ୍ୟାଣ୍ଡସ୍କେପ୍ ଅଫ୍ ଦ ମାଉଣ୍ଟେନ୍ ପାଖରେ ଯେଉଁ ୱିଣ୍ଟ୍ରି ଲ୍ୟାଣ୍ଡସ୍କେପ୍ ଥାଏ, ଶୀତ ଦିନରେ ଯେ ପ୍ରକାର ଲ୍ୟାଣ୍ଡସ୍କେପ୍ଟା ହୋଇଥାଏ, ସୁନ୍ଦର ଚକଚକ୍ କରୁଥାଏ, ତାଙ୍କର ଜେଜେମା ମଧ୍ୟ ସେପରି ଚକ୍ ଚକ୍ କରୁଥିଲେ ବୋଲି ସେ କହୁଛନ୍ତି। ଆନ୍ ଏକ୍ସପେନ୍ସ ଅଫ୍ ପିଓର ହ୍ୱାଇଟ୍ ସେରେନିଟି କଲ୍। ସେ ଗୋଟେ ସୁନ୍ଦର ଭାବରେ ଏକ ଶାନ୍ତ ପରିବେଶ, ସେ ଏତେ ଶାନ୍ତ ଦେଖାଯାଉଥିଲେ। ବ୍ରିଥିଂ ପିସ୍ ଆଣ୍ଡ କଣ୍ଟେନମେଣ୍ଟ, ମାନେ ଏତେ ସୁନ୍ଦର ଭାବରେ ସେଇ ତାଙ୍କର ମୁହଁ ତାଙ୍କ ଲେଖକଙ୍କୁ ଏକ ସନ୍ତୋଷଜନକ ଲାଗୁଥିଲା। ଆଉ ଲେଖକ ସେଇ ତାଙ୍କର ଜେଜେମାଙ୍କ ସବୁ ଗୁଣକୁ ଏତେ ପସନ୍ଦ କରୁଥିଲେ। ତାଙ୍କର ଦେଖିବାର ଚକ୍ଷୁ ତାଙ୍କ ଜେଜେମା ପ୍ରତି ବହୁତ ସୁନ୍ଦର ଥିଲା ଆଉ ସେ ଜେଜେମାଙ୍କୁ ବହୁତ ସ୍ନେହ ଶ୍ରଦ୍ଧା କରୁଥିଲେ। ତାଙ୍କର ଦୁଇ ଜଣଙ୍କ ସମ୍ପର୍କ ବହୁତ ଭଲ ଥିଲା, ଏଥିରୁ ଆମେ ଅନୁମାନ କରିବା। ସେ ବର୍ତ୍ତମାନ ତାଙ୍କର ଆଇମା ବିଷୟରେ ଅନେକ ଗୁଡ଼ିଏ କଥା ଆମ ସମସ୍ତଙ୍କୁ କହି ଚାଲିଛନ୍ତି। ଆଜିକା ପାଇଁ ଏତିକି ଫାର୍ଷ୍ଟ ୟୁନିଟ୍ ପଢ଼ିବା। ଏହି ପାଠର ସେକେଣ୍ଡ ୟୁନିଟ୍ର ଡିସ୍କସନ୍ ଦେଖିବା ପାଇଁ, ଏହି ପାଠର କ୍ୱେଶ୍ଚନ୍ ଆନ୍ସର୍ ଡିସ୍କସନ୍ ଦେଖିବା ପାଇଁ, ଏହି ପାଠକୁ ସହିତ ଅପଡ଼େଟ୍ ରହିବା ପାଇଁ ମୋ ସହିତ ଯୋଡ଼ି ରୁହନ୍ତୁ। ମୋ ଚ୍ୟାନେଲ୍ BM କ୍ଲାସ୍କୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ସବସ୍କ୍ରାଇବ୍ କରିବା ଭୁଲନ୍ତୁ ନାହିଁ। ମୋ ସହିତ ଅପଡ଼େଟ୍ ରହିବା ପାଇଁ, ମୋତେ ସପୋର୍ଟ କରିବା ପାଇଁ ଆପଣମାନେ ମୋ ଚ୍ୟାନେଲ୍କୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ସବସ୍କ୍ରାଇବ୍ କରି ମୋତେ ସପୋର୍ଟ କରନ୍ତୁ।